ଢେଙ୍କାନାଳର ଗୋଟେ ପୁରୁଣା ଇତିହାସ ଅଛି, ତାର ଢେଙ୍କାନାଳର ଗୋଟେ ଗୌରବ ଅଛି। ତେଣୁ ଢେଙ୍କାନାଳର ଇତିହାସକୁ ଗୌରବକୁ ଯିଏ ମାନେ କ୍ଷୁର୍ଣ୍ଣ କରିବାକୁ ଚାହିଁବ ତା ପାଇଁ ଉଚିତ ଦଣ୍ଡ ବିଧାନ ହେବ। ଆଉ ଆଇନ ତା ବାଟରେ ତ ଯିବ ନିଶ୍ଚିତ ଭାବରେ, କିନ୍ତୁ ହେଲେ ବି ଯେଉଁ ଡିଫାମେଟରୀ ଲାଙ୍ଗୁଏଜ ୟୁଜ୍ କରିବାଟା ଜମା ଠିକ୍ ନୁହେଁ। ତେଣୁ ଶବ୍ଦର ଅପବ୍ୟବହାର କେବେ କେହି କେଉଁଠି ନ କରିବାକୁ ଆମେ କେବଳ ଏତିକି ଅନୁରୋଧ କରିବୁ ଯେ ଲୋକମାନଙ୍କୁ ସେ ଶବ୍ଦର ଅପବ୍ୟବହାର କରନ୍ତୁନି। ତା ପାଇଁ ମଧ୍ୟ ITI ଆକ୍ଟର 66A ମଧ୍ୟ ଯେଉଁଥିକି ମାନେ ସୁପ୍ରିମକୋର୍ଟର ମାନନୀୟ ସୁପ୍ରିମକୋର୍ଟ ମଧ୍ୟ ତା ଉପରେ ମଧ୍ୟ କିଛି ଟିପ୍ପଣୀ ମଧ୍ୟ ଦେଇଛନ୍ତି। ତେଣୁ ଏତିକି ଖାଲି କହିବି ଯେ ସବୁ ଜିଲ୍ଲାର କିଛି ନା କିଛି ଗୋଟେ ରହିଛି, ଗୋଟେ ମହତ୍ତ୍ୱ ରହିଛି। ତେଣୁ ସେଇ ଅନୁସାରେ ଆପଣ ଢେଙ୍କାନାଳଟାକୁ ଏତେ ଅବମାନନା କରିବାକୁ ଚେଷ୍ଟା କରନ୍ତୁ, କାରଣ ଏଇ ଢେଙ୍କାନାଳରୁ ହିଁ ଏଇ ମାଟିରୁ ହିଁ ବହୁତ କିଛି ମାନେ ଜନ୍ମ ନେଇଛନ୍ତି ଏବଂ ଶାସନଠୁ ଆରମ୍ଭ କରିକି ବିଭିନ୍ନ ଜାଗାରେ ପଦପଦବୀରେ ରହିକରି ଶାସନ କରୁଛନ୍ତି।